ଗୋବିନ୍ଦ 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 ପଦୁ ଗଳୁଛି ମକରନ୍ଦ। ସେ ମକରନ୍ଦ ପାନ କରି ଖେଳେ ତରିଲେ ବ୍ରଜ ନାରୀ। ସେ ବ୍ରଜ ନାରୀଙ୍କ ପୟରେ ମନ ମୋ ଥାଉ ନିରନ୍ତରେ। ମନ ମୋ ନିରନ୍ତରେ ଥାଉ। ହା କୃଷ୍ଣ ବୋଲି ଜୀବ ଯାଉ। ହା କୃଷ୍ଣ ବୋଲି ଯାଉ ଜୀବ। ମତେ ଉଦ୍ଧର ରାଧା ଦବ। ଶ୍ରୀମଦ୍ ଭାଗବତ ଗୀତା ଏକାଦଶ ସ୍କନ୍ଧ ଦ୍ୱାବିଂଶ ଅଧ୍ୟାୟ। ଶ୍ରୀ ଭଗବାନ ଉବାଚ କୃଷ୍ଣ କହନ୍ତି ବୀର ଶୁଣ ଏ ମୋର ଭକତି ଲକ୍ଷଣ। ଜ୍ଞାନ ବୈରାଗ୍ୟ ଏଥୁ ଜାତ ଏଣୁ ତତ୍ତ୍ୱ ଜ୍ଞାନ ପ୍ରକାତ। ଏ ମାର୍ଗ ତେଜି କ୍ଷୁଦ୍ର ପ୍ରଥେ ଯେ ପ୍ରାଣୀ ଭଜନ୍ତି ଜଗତେ। କାମେ ଚଞ୍ଚଳ ଚିତ୍ତେ ରୋଗ ଏଣୁ ସେ କରେ ନାନା ଭୋଗ। ସେ ଗତାଗତ ପଥ ଭ୍ରମେ ଜନ୍ମ ମରଣ ଦୁଃଖ ଶ୍ରମେ। ତାହାର ଦୁଃଖ ମାତ୍ର ସାର କେବେ ନ ଟୁଟେ ସଂସାର। ଭକତି ଯୋଗେ ଯେ ବିଚାରେ ସେ ଦୋଷ ଗୁଣ ହୀନ ଧରେ। ଯେ ଦୋଷ ଗୁଣ କର୍ମ ଯୋଗ ବିଚାର କରି ବେଦ ମାର୍ଗେ। ସେ ବର୍ଣ୍ଣ ଧର୍ମ ସୁବିଚାର ଯେ ବିଧି ଯାର ଅଧିକାର। ନିୟତ କର୍ମ ବିଲଙ୍ଘନେ ବିଚାର ଦୋଷ ବେଦ ଜ୍ଞାନେ। ଉଦ୍ଧବ ଭକ୍ତି ଯୋଗ ମୋର ନାହିଁ ନିଗମେ ଅଧିକାର। ଏ ରୂପେ ନାନା ଗୁଣ ଦୋଷ ନିଗମ ବଚନ ପ୍ରକାଶ। ସାମାନ୍ୟ ଦ୍ରବ୍ୟେ ନାନା ଭେଦ ବ୍ରାହ୍ମଣେ ବିଚାରନ୍ତି ବେଦ। ଏଣୁ ଏ ପଞ୍ଚଭୂତ ଦେହେ ବିବିଧ ମତେ ଭାବ ରହେ। ଯେ ଲୋକ ହେତୁ ବ୍ୟବହାର ବିବିଧ କଳ୍ପନା ବିଚାର। ଯେ ଦେଶ କାଳ ଗୁଣ ଦ୍ରବ୍ୟେ ମୁହିଁ ବିଚାର ପ୍ରଭାବେ। କର୍ମ ବିଚାରେ ଏ ପ୍ରସିଦ୍ଧି ଯେ ଅବା ଦୋଷ ଗୁଣ ବିଧି। ଯେ ଦେଶେ କୃଷ୍ଣ ମୃଗ ସାର ନ ଦେଖି ବିପ୍ର ଭକ୍ତ ନର। ସେ ଦେଶେ ପୁଣେ ଶ୍ଲେଷ ନାହିଁ ତହିଁ ନଥିବ ଦେହ ବହି। ସେ ଦେଶେ କୃଷ୍ଣ ଭକ୍ତ ସାର ବସନ୍ତି ପୁରୁଷ ନର। ସେ ଦେଶେ ଦେଶଙ୍କରେ ସାର ତହିଁ ସୁକର୍ମ ଅଧିକାର। କଳଙ୍କ୍ୟ ଅଙ୍ଗ ଭଙ୍ଗ ଦେଶ ଏ ନୁହେଁ ସଂସ୍କାର ବିଶେଷ। ଉଷର ଭୂମି ଦେଖି ଯହିଁ ସେ ଭୂମି ପବିତ୍ର ନୁହଇ। ଏଣୁ ସୁଧା ସୁଧ ବିଚାରି ବିଶୁଦ୍ଧ ଦେଶେ କର୍ମ କରି। ବିଶୁଦ୍ଧ କାଳେ କର୍ମ କଲେ ସେ କର୍ମ ଫଳ ଧରେ ଭଲେ। ଏଣୁ ଅଶୁଦ୍ଧ ଦେଶେ କାଳେ କର୍ମ କରଇ ସେବା ବଳେ। ତାହାର କର୍ମ ଫଳ ନାହିଁ ଅଶୁଦ୍ଧ ଦୋଷ ନାଶ ଯାଇ। ଏଣୁ ପଣ୍ଡିତ ଜ୍ଞାନ ଗୁଣେ ବିଶୁଦ୍ଧ ଦେଶେ ଶୁଭ ଗଣେ। ବିଚାରି କର୍ମ ସେ କରନ୍ତି ଅଶୁଦ୍ଧ କାଳ ବିବର୍ଜନ୍ତି। ଏଣୁ ସକଳ ଦ୍ରବ୍ୟ ଗତେ ବିଚାରି ସୁଧା ଶୁଦ୍ଧ ଚିତେ। ବିଶୁଦ୍ଧ ଦ୍ରବ୍ୟ ଘେନି କାଳେ କର୍ମ ସାଧନ୍ତି ଶୟଳେ।
ଯେ ଦ୍ରବ୍ୟ ଯେଣେ ଶୁଦ୍ଧ ହୋଇ ଶୁଣ ଉଦ୍ଧବ ମନ ଦେଇ କେତେ ଦ୍ରବ୍ୟ ଏସୟଳେ ପବିତ୍ର ହୁଅନ୍ତି ଶୁଦ୍ଧ ଜଳେ କେତେ ବ୍ରାହ୍ମଣ ବଚନେ ପବିତ୍ର ହୁଅନ୍ତି ବିଦ୍ୟମାନେ କେତେ ସଂସ୍କାର ବିଶେଷେ ପବିତ୍ର ହୁଅନ୍ତି ଶୁଦ୍ଧ ଦେଶେ କେତେ ଅଶୁଦ୍ଧ ସଙ୍ଗତେ ଅଶୁଦ୍ଧ ହୁଅନ୍ତି ଶାସ୍ତ୍ର ମତେ ପତିତ ଜନ ଯାହା ଛୁଇଁ ସେ ଦ୍ରବ୍ୟ ଅଶୁଦ୍ଧ ବୋଲାଇ କେତେ ଦ୍ରବ୍ୟ ଭିନ୍ନେ ଭିନ୍ନେ ଅଶୁଦ୍ଧ ଅଶୁଦ୍ଧ ବଚନେ କେତେ ଦ୍ରବ୍ୟ ବୃଷ୍ଟି କାଳେ ଦୂଷିତ ହୁଅନ୍ତି ଶୟଳେ ସେ ପୁଣି ପବିତ୍ର ସମୟେ ସ୍ୱଭାବେ ଗୁଣେ ଶୁଦ୍ଧ ହୁଏ ଅଶୁଦ୍ଧ ଶୁଦ୍ଧ ଏହି ରୂପେ ବିଚାର କର ବେଦ କଳ୍ପେ ଅସର୍ଚ୍ଚ କାଳେ ଦ୍ରବ୍ୟ ଯେତେ ଅଶୁଦ୍ଧ ହୁଅନ୍ତି ଶାସ୍ତ୍ର ମତେ ଗ୍ରହଣେ ରବି ଚନ୍ଦ୍ର ଯେବେ ସର୍ବ ପବିତ୍ର ହୁଅନ୍ତି ତେବେ ବୃକ୍ଷ କାମିନୀ ଧାନ୍ୟ ଫଳେ ପବିତ୍ର ହୁଅନ୍ତି ଯଥା କାଳେ ରବି କିରଣେ ଦ୍ରବ୍ୟ ତିନି ପବିତ୍ର ଅସ୍ତି ଚର୍ମଭୂମି ସାଧୁ ବିକାରେ ରସ ଦ୍ରବ୍ୟ ଅନଳେ ବିପରୀତ ଗର୍ଭ ଜଳ ସେଚନ ଭୂମି ପଥ ତକ୍ଷଣେ ହୁଅନ୍ତି ପବିତ୍ରତ ଗୋମୟ ଜଳ ସମାର୍ଜନେ ପବିତ୍ର ତତ୍ଵ ଅଙ୍ଗଗଣେ ମନୁଷ୍ୟ ଦେହ ପଶି ଜଳେ ପବିତ୍ର ହୁଅନ୍ତି ସ୍ନାନ କାଳେ ତଚ ତପ ସ୍ନାନ ଦାନ ଏ ସର୍ବ ପବିତ୍ର ବିଧାନ ଯେତେ ବିଧିର ପ୍ରକାର ପବିତ୍ର ବାୟ କଳେବରେ ମୋର ସ୍ମରଣ ଯେବେ କରେ ସେ ଶୁଦ୍ଧ ଅନ୍ତର ବାହାରେ ସେ କର୍ମେ କର୍ମେ ଅଧିକାରୀ ଯେ ନିତ୍ୟ ମୋ ନାମ ସୁମରି ଗୁରୁ ବଚନେ ମନ୍ତ୍ରେ ତନ୍ତ୍ରେ ନ୍ୟାସ ଶୋଧନେ ସର୍ବଗାତ୍ରେ ମୋହର ନାମ ଉଚ୍ଚାରିଲେ ସକଳ ଶୁଦ୍ଧ ହୁଅନ୍ତି ବଳେ ଏମନ୍ତେ ଶୁଦ୍ଧ ତନୁ ଧରି ବିଶୁଦ୍ଧ ଦେହେ କର୍ମ କରି ପରମ ଧର୍ମ ଯେବେ ସାଧେ ମୋର ବଚନ ଅପ୍ରମାଦେ ଏଣୁ ବିଶୁଦ୍ଧ କଳେବର ପବିତ୍ର ଦ୍ରବ୍ୟ ଘେନି କରେ ଯଥାର୍ଥ ଫଳ ସେ ଲଭନ୍ତି ଯେ ବା ଏମନ୍ତ ନ କରନ୍ତି ସେ କର୍ମ ଅକର୍ମ ସଂଯୁକ୍ତ ତାହାକୁ ବୋଲି ବିପରୀତ ସେ କର୍ମ ଅକର୍ମ ସଂଯୁକ୍ତ ତାହାକୁ ବୋଲି ବିପରୀତ ସେ ଫଳ ବିପରୀତେ ପାଇ ଏଣୁଟି ଦୋଷ ଗୁଣ ନାହିଁ ବିଧି ନିଷେଧ ବିଚାରଣେ ଏଣୁ ସମ୍ପାଦି ଦୋଷ ଗୁଣେ ଯାହାର ଦୋଷ ଗୁଣ ଯେତେ ସହଜ ଆଚାର ସମସ୍ତେ ଯେ ଯାର କୁଳ ବ୍ୟବହାର ନ ଘଟେ ଦୋଷ ଗୁଣ ତାର ଏଣୁ ଅଶୁଦ୍ଧ କର୍ମ ଦୋଷ ଯାହାର ଚିତେ ପାପ ମିଶ ସହଜେ ପାପ କର୍ମ କରେ ଯେ କର୍ମେ ପୂର୍ବେ ପୁଣ୍ୟ ହରେ ଦେହ ଅନ୍ତରେ ପାପ ଫଳେ ଜନ୍ମଇ ପତିତ ଚାଣ୍ଡାଳେ ନନ୍ଦିତ ବୃତ୍ତିରେ ଜୀବନ ପୋଷଇ କରି ସୁରାପାନ ସ୍ୱଭାବେ ପାପୀ ପ୍ରାଣୀଙ୍କର ନିନ୍ଦିତ ନୁହେଁ ଦୁରାଚାର ପଙ୍କେ ପଡ଼ିଲେ ଯେନେ ପ୍ରାଣୀ ପଙ୍କିଳ ବୋଲି ତାକୁ ଗଣି
ଏଣୁ ଏ କର୍ମର ସକାଶେ ବନ୍ଧନ ଫେଡ଼ିଲା ବିଶ୍ୱାସେ। ଏଣୁ ନିର୍ମଳ କର୍ମ ଗୁଣ ଅଶେଷ ଦୋଷ ନିବାରଣ। ଶୁଣ ଉଦ୍ଧବ କହୁଁ ତତେ ବିଷୟ ଧାନ ଯାର ଚିତେ। ବିଷୟ ଭୋଗେ ସେ ବନ୍ଧନ ବଢ଼ଇ କାମ କର୍ମେ ମନ। କାମ ଜନ୍ମିଲେ ତାର ଫଳ ବଢ଼ଇ ବିଷୟ କନ୍ଦଳ। କନ୍ଦଳୁ କ୍ରୋଧ ହୁଏ ଜାତ ଏଣୁ ଏ ଜ୍ଞାନ ହୁଏ ହତ। ହୃଦରେ ତମ ଗୁଣ ମିଶେ ତାର ଚେତନା ବଳେ ଧ୍ୱଂସେ। ଚେତନା ହତେ ହତ ଜ୍ଞାନ ତେବେ ଶରୀର ହୁଏ ଶୂନ୍ୟ। ବୁଦ୍ଧି ବିହୀନ ମୂଢ଼ ଜନ ସେ ହୁଏ ମୂର୍ଚ୍ଛିତ ସମାନ। ବଂଶଇ ମୃତ ପିଣ୍ଡ ପ୍ରାୟେ ନ ହୁଏ ଜ୍ଞାନ ତା ଉଦୟେ। ବୃକ୍ଷର ପ୍ରାୟ ଏ ଜିୟଇ ପାପ ବକଳ ମଧ୍ୟେ ତାଇ। ବିଷୟ ସଙ୍ଗେ ଏତେ ଗୁଣେ ଉଦ୍ଧବ ସାଧବାନେ ଶୁଣ। ଏଣୁ ଏ ନିଗମ ବଚନେ ଯେ ଫଳ ଶ୍ରୁତି ଶୁଣି କର୍ଣ୍ଣେ। ତାର ଶ୍ରବଣ ମାତ୍ର ସାର କେବେ ହେନୁହେଁ ଭବୁ ପାର। ନ ଲଭେ ପରିତ୍ରାଣ ଗତି ବେଦ ବଚନେ ଫଳ ଚିନ୍ତି। ବେଦର ତତ୍ତ୍ୱ ଯେ ନ ଜାଣେ ସେ ଫଳ ସ୍ମୃତି ପରିତ୍ରାଣେ। ରୋଗ ବିନାଶ ହେତୁ ଯେହ୍ନେ ଅସଧ ବିଦ୍ୟାର ବଚନେ। ଖଣ୍ଡ ସାକର ହସ୍ତେ ଘେନି ପୁତ୍ରକୁ ଯେ ସନେ ଜନନୀ। ବୋଲଇ ମଧୁର ବଚନ ଏହା ତୁ ବେଗେ କରେ ପାନ। ଏ ଖଣ୍ଡ ଦେବି ତତେ ମୁହିଁ ଭୟଣ ନ କଲେ ନ ଦେଇ। ନାନା ପ୍ରକାରେ ପ୍ରବର୍ତ୍ତାଇ ପୁତ୍ରକୁ ମାତା ପ୍ରାୟ ହୋଇ। ବେଦନ ବଚନ ଏହି ମତେ ମୂର୍ଖକୁ ଭଣ୍ଡାଇ ଜଗତେ। ଏଣୁ ଯେ କଳ୍ପଇ ଜଗତେ ବେଦ ବଚନ କର୍ମ ପଥେ। ଭ୍ରମଇ ଧନ ଦ୍ୱାରା ସୁତେ ଆତ୍ମାର ହୃଦୟ ନିରତେ। ଯେ ଧନ ସୁତ ପରିବାର ଅର୍ଥ ନ କାରଣ ବ୍ୟବହାର। ଏଣୁ ସକଳ ପ୍ରାଣୀ ଚିତ୍ତେ ଆକୁଳ ହୃଦୟ ନିରତେ। ଭ୍ରମଇ ମାୟା ଜଡ଼ ଘୋର ଆତ୍ମାର ଗତି ନ ସୁମରେ। ଅକୁଳ ଭାବେ ମନେ ଚିନ୍ତି ନିଗମ ମାର୍ଗେ ସେ ଭ୍ରମନ୍ତି। ଏ ବେଦ ଅର୍ଥ ଯେବେ ଜାଣ ଚିତ୍ତେ ପଣ୍ଡିତ ପରିମାଣେ। ତେବେ ସେ ଭ୍ରମ ଏଇ ସଂସାରେ ଜନ୍ମ ମରଣ ଦୁଃଖ ଘୋରେ। ଏଣୁ ଏ ପ୍ରାଣୀ ସୁପଣ୍ଡିତ ତତ୍ତ୍ୱ ନ ଜାଣେ ବେଦ ପଥ। ପୁଷ୍ପକୁ ଫଳ ପ୍ରାୟ ମଣି ଶ୍ରୁତି ବଚନ ପରିମାଣି। ନିରତେ ଭ୍ରମେ ପୁଷ୍ପ ବାସେ ଫଳ ଭକ୍ଷଣ ଲୋଭ ଆସେ। ଏଣୁ ଏ ଅଜ୍ଞାନ ବିବେକ ଭ୍ରମ ଇହ ପରଲୋକ। ଏହାର ଇଷ୍ଟ ଫଳ ସ୍ମୃତି ସେ ପ୍ରାଣୀ ମତେ ନ ଜାଣନ୍ତି। ବସଇ ପ୍ରାଣୀ ହୃଦଗତେ ଜୀବନ ରୂପେ ମୁଁ ସାକ୍ଷାତେ। ମୋତେ ନ ଚିନ୍ତି ମୂଢ଼ ଗତି ଅମୃତ କଣେ ଫଳ ସ୍ମୃତି। ଏଣୁ ଭ୍ରମଇ ମାୟା ମୋହ କେବଳ ଆକୁଳ ହୃଦୟ। ଉଦ୍ଧବେ ଶୁଣ ତତ୍ତ୍ୱ କହି ମୋର ସମତ ମାର୍ଗ ଏହି। ତତ୍ତ୍ୱ ନ ବୁଝି ବେଦ ପଥେ ଫଳ ଭୁଜନ୍ତି କୁପଣ୍ଡିତେ। ହିଂସା ନ ଛାଡ଼େ ଯେବେ ହୃଦେ ଶ୍ରୁତି ବଚନ ଅନୁବାଦେ। ଯଜ୍ଞେ ହସନ୍ତି ପଶୁଗଣ ନାନାସ୍ଥା କରି ତତକ୍ଷଣ। କେବଳ ପିତୃ ଯଜ୍ଞ କରି ଆନନ୍ଦେ ଭ୍ରମେ ଜୀବ ମାରି। ଭ୍ରମ ଇହ ପରଲୋକେ ଦୃଷ୍ଟି ଶ୍ରବଣ ମାତ୍ର ଦେଖେ। ଏହି କାରଣେ ଜୀବ ମାରି ଯେ ସନେ ଦ୍ୱିତୀୟ ଧନ ହାରି। ଧନର ଲୋଭେ ନିଜ ଧନ ଦ୍ୱିତରେ ହରାଇ ଯେ ସନ।
संकल्प करे धन नाश जेस नेव किरण आस किणई निज धन देई अधिक आसे लोभ वही रजतामस गुण वही ज्ञाने अज्ञाने चेताई बाशिव आदि देवगणे भुंजती यज्ञ अनुक्षणे स्वर्गे बसई दिना केते पुणी ही स्वर्ग भोगवन्ते पुणी जन्मिब महिस्थळे धन संपद महाकूले उत्तम पुरे स्वर्ग प्राये पुणी भुंजिब नर देहे एही प्रकारे मन धरी पशुଙ୍କୁ हिंसे ଯତ୍ନ କରି ପୁଷ୍ପର ଠାରେ ଫଳ ବୃଦ୍ଧି ଏ ଘେନି ଭ୍ରମେ ନିରବିଧି କର୍ମ ଆକୁଳ ଲୋଭେ ଜଡ଼େ ଏଣୁ ଭ୍ରମଇ ଚିତ୍ତ ଦୃଢ଼େ ଚିତ୍ତେ ସଂକଳ୍ପ ଲୋଭ ଘରେ ଗୁରୁ ବ୍ରାହ୍ମଣ ନିନ୍ଦା କରେ ମୋର ଭକତି ଆଉ ନାହିଁ ମୋ କଥା କର୍ଣ୍ଣେ ଶୁଣୁ ନାହିଁ ଶ୍ରୁତି ଯେ କରେ ତେନିଟି ଯଜ୍ଞ ଦେବତା ପିତୃ କାଟି ଯେବେ ଦୁକର୍ମ ଉତ୍ପତ୍ତି ପରମ ବ୍ରହ୍ମ ତାର ଗତି ବ୍ରହ୍ମ ପରୀକ୍ଷା ତାର ମୁଖେ ସେ ବେଦ କହୁଥାନ୍ତି ସୁଖେ ଜ୍ଞାନ ନ କହେ ସେ ସାକ୍ଷାତେ ଦେଖାଅ ଘର ଦ୍ୱାର ପଥେ ସେ ବେଦ ବ୍ରହ୍ମ ସର୍ବମୟେ ସ୍ୱଭାବେ ସମୁଦ୍ରର ପାଏ ବୁଧ ଗତିରେ ଅଟେ ତାର ବେଦ ନାହିଁ ଅନ୍ତଃପର ଦେଖ ମୁଁ ସର୍ବେ ଅଛି ପୁରୀ ଅନନ୍ତ ଶକ୍ତି ରୂପ ଧରି ଜଗତ ମୋତ ହୁଁ ପ୍ରକାଶେ ଅନ୍ତେ ମୋହର ଦେହେ ମିଶେ ଏଣୁ ଅନନ୍ତ ବେଦ ଗତି ନାନା ପ୍ରକାରେ ଫଳ ଶ୍ରୁତି ତାହାର ସ୍ଥୂଳ ସୂକ୍ଷ୍ମ ଗତି ଯେ ବୁଝିପାରିବ ସୁମତି ଷଡ଼ଚକ୍ର ଭେଦି ଉଦୟ ଏଣୁ ବୋଲାଇ ବ୍ରହ୍ମମୟ ବ୍ୟାପେ ପଞ୍ଚଶ ବର୍ଣ୍ଣ ଭେଦ ନାନା ପ୍ରକାର ସ୍ୱରନାଦ ଗାୟତ୍ରୀ ପଙ୍କତି ଉନ୍ନୁଷ୍ଟ ସୁକତି ବହିତ ପ୍ରତିଷ୍ଠ ନାନା ପ୍ରକାର ଛନ୍ଦ ଭାଷେ କହଇ ବିବିଧ ଉଦ୍ଦେଶ୍ୟ ଇୟ ବା କହେ ବ୍ରହ୍ମ ମୁଖେ ଇୟ ବା କଳ୍ପନା ବିପାକେ ଏମନ୍ତେ ବିବିଧ କଳ୍ପନା ଏ ବେଦ ବ୍ରହ୍ମାର ରଚନା କେ ଅଛି ବେଦ ବୁଝିବାରେ ଶରୀର ଧରି ଏ ସଂସାରେ ମୁଁ ହିଁ ସେ ବେଦ ତତ୍ତ୍ୱଜ୍ଞାତା ମୋତ କେ ଅଛି ସମର୍ଥା ନାନା ପ୍ରକାରେ ନାନା ଭେଦେ ମୁଁ ଯେ ଅଛି ବେଦ ମଧ୍ୟେ ମୋତେ ନେଖନେ ଜଗତେ ମାୟା ଦେଖାଇ ଥାଉ ନିତେ ଏଣୁ ନ ବୁଝେ ବେଦ ଗତି ଅଜ୍ଞାନ ମୋହେ ଜଳମତି ବୃଦ୍ଧି ବିଶେଷ ତର୍କ ବଳେ ନାନା କଳ୍ପିତ ଅନ୍ତର୍କାଳେ କହିଲେ ଯଶୋଦାର ସୁତ ନାନା ପ୍ରକାରେ ବେଦ ତତ୍ତ୍ୱ ସେ ହରି ଭୟଙ୍କ ଚରଣେ ପରମ ଜଗନ୍ନାଥ ବଣେ ପାମର ବୁଦ୍ଧି ତଛ ଭାଷା କେବଳ କୃଷ୍ଣରେ ଭରସା। इति श्रीमद्भागवते महापुराणे परमहंसाय संहिताया वैशाखिकां एकादश स्कन्धे वेदतत्त्वकथनं नाम 22 अध्याय। ओम नमो भगवते वासुदेवाय ओम नमो भगवते वासुदेवाय ओम नमो भगवते वासुदेवाय।